ଆଜି ଆମେ ଓଡ଼ିଶା ଇତିହାସର ଏକ ଏମିତି ଅଧ୍ୟାୟ ଭିତରକୁ ଯିବା ଯେଉଁଠି ସାମ୍ରାଜ୍ୟ, ବିଶ୍ୱାସ ଆଉ ରାଜନୀତିର କାହାଣୀ ସବୁ ଏକାଠି ମିଶିଯାଇଛି। ହଁ। ଆମେ କଥା ହେବା ସୂର୍ଯ୍ୟବଂଶୀ ବା ଗଜପତି ରାଜବଂଶ ବିଷୟରେ। ଆମ ପାଖରେ ଯେଉଁ ତଥ୍ୟ ଅଛି ସେଥିରୁ ଲାଗୁଛି ଏହା କେବଳ ରାଜା ମହାରାଜାଙ୍କ କଥା ନୁହେଁ, ନା, ବିଲକୁଲ ନୁହେଁ। ବରଂ ଏହା ଏକ ବିଶାଳ ସାମ୍ରାଜ୍ୟର ଉତ୍ଥାନ, ତାର ସୁବର୍ଣ୍ଣ ଯୁଗ ଆଉ ଶେଷରେ ଏକ ରହସ୍ୟମୟ ବହୁତ ଚୁପଚାପ ପତନର କାହାଣୀ। ଆଉ ଆମର ଆଜିର ଉଦ୍ଦେଶ୍ୟ ହେଲା ଏଇ କାହାଣୀର ଗଭୀରତାକୁ ବୁଝିବା। ଦେଖନ୍ତୁ, ଦୀର୍ଘକାଳ ଶାସନ କରିଥିବା ଗଙ୍ଗବଂଶର ପତନ ପରେ ଯେଉଁ ଗୋଟେ ଶୂନ୍ୟସ୍ଥାନ ତିଆରି ହୋଇଥିଲା, ହଁ, ସେଇଠୁ କେମିତି ଏକ ନୂଆ ଶକ୍ତିର ଉଦୟ ହେଲା, ଯିଏ ଓଡ଼ିଶାକୁ ଗଙ୍ଗାଠାରୁ କାବେରୀ ଯାଏଁ ପହଞ୍ଚେଇଦେଲା। ଚାଲନ୍ତୁ ସେହି ସମୟ ଭିତରକୁ ଟିକେ ଯିବା। ଇତିହାସରେ ତ ସବୁବେଳେ ଏମିତି ହୁଏ, ଯେତେବେଳେ ଗୋଟେ ବଡ଼ ଗଛ ପଡ଼ିଯାଏ ତାରି ମାଟିରୁ ନୂଆ ଗଛ ଜନ୍ମ ନିଏ। ଗଙ୍ଗବଂଶର ଶାସନ ଶେଷ ବେଳକୁ ଓଡ଼ିଶାର ଅବସ୍ଥା ଠିକ୍ ସେମିତି ଥିଲା, ନୁହେଁ କି? ଏକଦମ ଠିକ୍। 1500 ଶତାବ୍ଦୀ ଆରମ୍ଭ ବେଳକୁ, ମାନେ ଗଙ୍ଗବଂଶର ଶେଷ ରାଜାମାନଙ୍କ ପାଖରେ ଆଉ ସେ ପୁରୁଣା ଦମ୍ ନଥିଲା। ରାଜା କେବଳ ନାକ୍ ମାତ୍ର ଥିଲେ। ପ୍ରକୃତ କ୍ଷମତା ଚାଲିଯାଇଥିଲା ଶକ୍ତିଶାଳୀ ସାମନ୍ତ ଆଉ ସେନାପତିମାନଙ୍କ ହାତକୁ। ରାଜକୋଷ ଖାଲି ହେଉଥିଲା, ସେନାବାହିନୀରେ ବିଶୃଙ୍ଖଳା। ଏହି ଅସ୍ଥିର ପରିସ୍ଥିତି ଭିତରୁ ହିଁ ଜଣେ ବ୍ୟକ୍ତି ସାମ୍ନାକୁ ଆସିଲେ, ଯାହାଙ୍କର ନାଁ ଥିଲା କପିଳେନ୍ଦ୍ର ଦେବ। ଆଉ ଏଇଠୁ ଆରମ୍ଭ ହେଉଛି ସୂର୍ଯ୍ୟବଂଶୀ ରାଜବଂଶର ଯାତ୍ରା, ଯାହା ପାଖାପାଖି 1434ରୁ 1541 ଖ୍ରୀଷ୍ଟାବ୍ଦ, ମାନେ ପ୍ରାୟ ଏକ ଶତାବ୍ଦୀ ଧରି ଚାଲିଥିଲା। ସେମାନେ ନିଜକୁ ସୂର୍ଯ୍ୟବଂଶୀ କହୁଥିଲେ। ଏହି ନାଁ ପଛରେ କିଛି ଖାସ୍ କାରଣ ଥିଲା କି? ନିଶ୍ଚିତ ଭାବରେ। ଦେଖନ୍ତୁ, ନିଜକୁ ସୂର୍ଯ୍ୟଙ୍କ ବଂଶଧର ବୋଲି କହିବା ଏକ ବଡ଼ ରାଜନୈତିକ ବାର୍ତ୍ତା ଦେଉଥିଲା। ଏହା ତାଙ୍କ ଶାସନକୁ ଏକ ଦୈବୀ ସ୍ୱୀକୃତି ଦେଉଥିଲା, ଯାହା ସାଧାରଣ ଲୋକଙ୍କ ଆଗରେ ତାଙ୍କ ସ୍ଥିତିକୁ ବହୁତ ମଜବୁତ କରୁଥିଲା। ଏହା ସହିତ ସେମାନେ ଗଜପତି ଉପାଧି ମଧ୍ୟ ଗ୍ରହଣ କଲେ। ଗଜପତି ମାନେ ହାତୀମାନଙ୍କର ପ୍ରଭୁ। ଏକଦମ। ଗଜପତିର ଅର୍ଥ ହେଉଛି ହାତୀମାନଙ୍କର ପ୍ରଭୁ। ଏହା କେବଳ ଗୋଟେ ଟାଇଟଲ ନଥିଲା, ଏହା ଥିଲା ସାମ୍ରାଜ୍ୟର ସାମରିକ ଶକ୍ତିର ପ୍ରଦର୍ଶନ। ସେତେବେଳେ ଯାହା ପାଖରେ ସବୁଠୁ ବେଶୀ ହାତୀସେନା ଥିଲା, ସେହି ସବୁଠୁ ଶକ୍ତିଶାଳୀ ଥିଲା। ତାହେଲେ ଓଡ଼ିଶାର ରାଜବଂଶ କ୍ରମକୁ ମନେ ରଖିବାକୁ ହେଲେ ଆମକୁ ଦେଖିବାକୁ ପଡ଼ିବ ସୋମବଂଶୀ, ତାପରେ ଗଙ୍ଗବଂଶ, ଆଉ ତାପରେ ଆସିଲେ ଏହି ଶକ୍ତିଶାଳୀ ସୂର୍ଯ୍ୟବଂଶୀ ଗଜପତି। ଚାଲନ୍ତୁ ଏହି ବଂଶର ପ୍ରତିଷ୍ଠାତା କପିଳେନ୍ଦ୍ର ଦେବଙ୍କଠାରୁ ଆରମ୍ଭ କରିବା। ଶୁଣିବାକୁ ମିଳେ ସେ ସାଧାରଣ ସ୍ଥିତିରୁ ଉଠି ରାଜା ହୋଇଥିଲେ। ହଁ, ତାଙ୍କ କାହାଣୀ ବହୁତ ନାଟକୀୟ। ସେ ଶେଷ ଗଙ୍ଗରାଜା ଚତୁର୍ଥ ଭାନୁଦେବଙ୍କ ସେନାରେ ଜଣେ ସାଧାରଣ ସୈନିକ ଭାବେ କାମ ଆରମ୍ଭ କରିଥିଲେ ବୋଲି କିଛି ଐତିହାସିକ ମତ ଦିଅନ୍ତି। ଓହୋ। ଆଉ ନିଜ ଦକ୍ଷତା ବଳରେ ସେନାପତି ପଦରେ ପହଞ୍ଚିଥିଲେ। ଯେତେବେଳେ ସେ ଦେଖିଲେ ଯେ ରାଜା ଦୁର୍ବଳ ଆଉ ଶାସନ ବିପର୍ଯ୍ୟସ୍ତ, ସେ ସୁଯୋଗର ସଠିକ୍ ଫାଇଦା ଉଠାଇଲେ। 1434 ଖ୍ରୀଷ୍ଟାବ୍ଦରେ ସେ ଏକ ପ୍ରକାର ରକ୍ତହୀନ ବିପ୍ଳବ କରି ଭାନୁଦେବଙ୍କୁ ଗାଦିରୁ ହଟାଇଦେଲେ ଏବଂ ନିଜେ ସିଂହାସନରେ ବସିଲେ। ତାମାନେ ସେ କେବଳ ଜଣେ ଯୋଦ୍ଧା ନଥିଲେ, ଜଣେ ଚତୁର ରାଜନୀତିଜ୍ଞ ମଧ୍ୟ ଥିଲେ। ଗାଦିରେ ବସିବା ପରେ ତାଙ୍କର ସବୁଠୁ ବଡ଼ କାମ କ'ଣ ଥିଲା? ତାଙ୍କର ସବୁଠୁ ବଡ଼ କାମ ଥିଲା ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିବା। ସେତେବେଳେ ଛୋଟ ଛୋଟ ସାମନ୍ତ ରାଜାମାନେ ନିଜକୁ ସ୍ୱାଧୀନ ଘୋଷଣା କରିସାରିଥିଲେ। କପିଳେନ୍ଦ୍ର ଦେବ ପ୍ରଥମେ ଏହି ସବୁ ବିଦ୍ରୋହକୁ ଦମନ କଲେ ଏବଂ ଏକ ଶକ୍ତିଶାଳୀ କେନ୍ଦ୍ରୀୟ ଶାସନ ସ୍ଥାପନ କଲେ। ଏହାପରେ ତାଙ୍କର ନଜର ପଡ଼ିଲା ରାଜ୍ୟ ବାହାରକୁ। ଆଉ ଏଇଠି ହିଁ ସାମ୍ରାଜ୍ୟ ବିସ୍ତାରର ପ୍ରକୃତ କାହାଣୀ ଆରମ୍ଭ ହୁଏ। ଶିଳାଲେଖଗୁଡ଼ିକରେ ଯେଉଁ ଦାବି କରାଯାଏ ଯେ ତାଙ୍କ ସାମ୍ରାଜ୍ୟ ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ କାବେରୀ ଯାଏ ବ୍ୟାପିଥିଲା, ଏଥିରେ କେତେ ସତ୍ୟତା ଅଛି? ଦେଖନ୍ତୁ, ଏହା ଏକ ବଡ଼ ଦାବି, କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ ନୁହେଁ। ତାଙ୍କର ସେନାବାହିନୀ ବଙ୍ଗର ସୁଲତାନଙ୍କୁ ହରାଇ ଗଙ୍ଗା ନଦୀ ପର୍ଯ୍ୟନ୍ତ ଅଞ୍ଚଳ ଦଖଲ କରିଥିଲା। ଆଚ୍ଛା। ସେହିପରି ଦକ୍ଷିଣରେ ସେ ବାହାମନି ସୁଲତାନ ଏବଂ ଶକ୍ତିଶାଳୀ ବିଜୟନଗର ସାମ୍ରାଜ୍ୟକୁ ବାରମ୍ବାର ପରାସ୍ତ କରି କାବେରୀ ନଦୀ ଅବବାହିକା ପର୍ଯ୍ୟନ୍ତ ନିଜ ପ୍ରଭାବ ବିସ୍ତାର କରିଥିଲେ। ହୁଏତ ସବୁ ଅଞ୍ଚଳ ଉପରେ ସିଧାସଳଖ ପ୍ରଶାସନିକ ନିୟନ୍ତ୍ରଣ ନଥିବ, କିନ୍ତୁ ତାଙ୍କ ସାମରିକ ଶକ୍ତି ସେହି ସୀମା ପର୍ଯ୍ୟନ୍ତ ପହଞ୍ଚିଥିଲା। ଆଜିର ଓଡ଼ିଶା, ଉପକୂଳୀୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ବଡ଼ ଅଂଶ ତାଙ୍କ ସାମ୍ରାଜ୍ୟର ଅଂଶ ଥିଲା। ଆଉ ଏହି ବିଶାଳ ସାମ୍ରାଜ୍ୟର କେନ୍ଦ୍ର ଥିଲା ଆମ କଟକ। ଏତେ ବଡ଼ ସାମ୍ରାଜ୍ୟ ଗଢ଼ିବା ସହିତ ଧର୍ମ କ୍ଷେତ୍ରରେ ତାଙ୍କର କ'ଣ ଭୂମିକା ଥିଲା? ଧର୍ମ ତାଙ୍କ ପାଇଁ କେବଳ ବ୍ୟକ୍ତିଗତ ବିଶ୍ୱାସ ନଥିଲା, ଏହା ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଥିଲା।
ସେ ଜଣେ ପରମ ବୈଷ୍ଣବ ଥିଲେ ଏବଂ ନିଜକୁ ପ୍ରଭୁ ଜଗନ୍ନାଥଙ୍କର ସେବକ ବା ରାଉତ ବୋଲି ଘୋଷଣା କରିଥିଲେ। ଏକଦମ। ଏହା ଏକ ବହୁତ ବଡ଼ ରାଜନୀତିକ ପଦକ୍ଷେପ ଥିଲା। ଏହାର ଅର୍ଥ ହେଲା ରାଜ୍ୟର ପ୍ରକୃତ ରାଜା ହେଉଛନ୍ତି ଜଗନ୍ନାଥ, ଆଉ ସେ କେବଳ ତାଙ୍କର ପ୍ରତିନିଧି। ଏହାଦ୍ୱାରା ସେ ସିଧାସଳଖ ଓଡ଼ିଶାର ଲୋକଙ୍କ ଭାବନା ସହିତ ଯୋଡ଼ି ହୋଇଗଲେ। କପିଳେନ୍ଦ୍ର ଦେବ ତ ସାମ୍ରାଜ୍ୟର ମୂଳଦୁଆ ପକାଇଲେ। ଏହାକୁ ସମ୍ଭାଳିବା ଏବଂ ଆଗକୁ ବଢ଼ାଇବାର ଦାୟିତ୍ୱ ତାଙ୍କ ପୁଅ ପୁରୁଷୋତ୍ତମ ଦେବଙ୍କ ଉପରେ ପଡ଼ିଲା। ତାଙ୍କ ସମୟର କାହାଣୀରେ କିମ୍ବଦନ୍ତୀ ଆଉ ଇତିହାସ ଏକାଠି ମିଶିଯାଇଛି, ବିଶେଷକରି ସେହି ପ୍ରସିଦ୍ଧ କାଞ୍ଚି ଅଭିଯାନ କଥା। ହଁ, କାଞ୍ଚି ଅଭିଯାନର କାହାଣୀ ବହୁତ ରୋଚକ। କିମ୍ବଦନ୍ତୀ କହେ, କାଞ୍ଚିର ରାଜା ନିଜ ଝିଅ ପଦ୍ମାବତୀଙ୍କୁ ଜଣେ ଝାଡ଼ୁଦାର ସହ ବାହା ଦେବାକୁ ମନା କରିଦେବାରୁ ପୁରୁଷୋତ୍ତମ ଦେବ ଅପମାନିତ ହୋଇ ଯୁଦ୍ଧ ଘୋଷଣା କଲେ। ପ୍ରଥମ ଥର ହାରିଯିବା ପରେ ସେ ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ। କୁହାଯାଏ, ଦ୍ୱିତୀୟ ଥର ଯୁଦ୍ଧକୁ ଯିବାବେଳେ ସ୍ୱୟଂ ଜଗନ୍ନାଥ ଓ ବଳଭଦ୍ର ଦୁଇ ଭାଇ କଳା ଓ ଧଳା ଘୋଡ଼ାରେ ବସି ସୈନିକ ବେଶରେ ତାଙ୍କ ଆଗରେ ଯାଉଥିଲେ। ଏହା ତ ଶୁଣିବାକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଛି। ଜଣେ ସାଧାରଣ ଦହି ବିକାଳୁଣୀ ମାଣିକର କାହାଣୀ ବି ଏହା ସହିତ ଯୋଡ଼ି ହୋଇ ରହିଛି। କିନ୍ତୁ ଐତିହାସିକ ଦୃଷ୍ଟିରୁ ଏହି କାହାଣୀର କିଛି ସତ୍ୟତା ଅଛି ନା ଏହା କେବଳ ଏକ କିମ୍ବଦନ୍ତୀ? ରାଜାମାନେ କ'ଣ ନିଜ ଶାସନକୁ ବୈଧତା ଦେବା ପାଇଁ ଏଭଳି କାହାଣୀ ତିଆରି କରୁଥିଲେ? ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଦେଖନ୍ତୁ, କାଞ୍ଚି ବା ବିଜୟନଗର ସାମ୍ରାଜ୍ୟ ସହିତ ଗଜପତିମାନଙ୍କର ସଂଘର୍ଷ ଏକ ଐତିହାସିକ ସତ୍ୟ। ଆଚ୍ଛା। ଯୁଦ୍ଧ ହୋଇଥିଲା ଏବଂ ପୁରୁଷୋତ୍ତମ ଦେବ ଜିତିଥିଲେ ମଧ୍ୟ। କିନ୍ତୁ ଯୁଦ୍ଧରେ ଭଗବାନଙ୍କର ସାମିଲ ହେବା କଥାଟି ହେଉଛି କିମ୍ବଦନ୍ତୀ। ଏହାର ଉଦ୍ଦେଶ୍ୟ ଥିଲା ରାଜାଙ୍କର ଶକ୍ତିକୁ ଦୈବୀ ଶକ୍ତି ସହିତ ଯୋଡ଼ିବା। ଲୋକଙ୍କୁ ଏହା ବୁଝାଇବା ଯେ ତାଙ୍କର ରାଜା ସାଧାରଣ ନୁହନ୍ତି, ସେ ହେଉଛନ୍ତି ସ୍ୱୟଂ ଜଗନ୍ନାଥଙ୍କର ପ୍ରିୟ ପାତ୍ର। ଓହୋ। ହଁ, ଏହା ରାଜାଙ୍କ ପ୍ରତି ଲୋକଙ୍କର ବିଶ୍ୱାସ ଏବଂ ସମର୍ଥନକୁ ଦ୍ୱିଗୁଣିତ କରିଦେଉଥିଲା। ତାମାନେ ଧର୍ମ ଆଉ ରାଜନୀତିକୁ ମିଶାଇ ସାମ୍ରାଜ୍ୟ ଚଳାଇବାର କଳା ତାଙ୍କୁ ଭଲ ଭାବରେ ଜଣାଥିଲା। ପୁରୁଷୋତ୍ତମ ଦେବଙ୍କ ପରେ ଯିଏ ଆସିଲେ, ପ୍ରତାପରୁଦ୍ର ଦେବ, ସେ ଏହି ଧାର୍ମିକ ପରମ୍ପରାକୁ ଚରମ ସୀମାରେ ପହଞ୍ଚାଇ ଦେଇଥିଲେ, ନୁହେଁ କି? ଏକଦମ। ପ୍ରତାପରୁଦ୍ରଦେବଙ୍କ ଶାସନ କାଳରେ ଗଜପତି ସାମ୍ରାଜ୍ୟ ତାର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଶିଖରରେ ପହଞ୍ଚିଥିଲା। କିନ୍ତୁ ଏହି ସମୟରେ ଏମିତି ଏକ ଘଟଣା ଘଟିଲା ଯାହା ଓଡ଼ିଶାର ଇତିହାସକୁ ସବୁଦିନ ପାଇଁ ବଦଳାଇ ଦେଲା। ତା ହେଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ପୁରୀକୁ ଆଗମନ। ଆଉ ରାଜା ପ୍ରତାପରୁଦ୍ର ଦେବ ତାଙ୍କର ଜଣେ ବଡ଼ ଭକ୍ତ ପାଲଟିଗଲେ। ଜଣେ ରାଜା, ଏତେ ବଡ଼ ସେନାର ମାଲିକ, ସେ ଜଣେ ସନ୍ନ୍ୟାସୀଙ୍କର ଶିଷ୍ୟ ହୋଇଗଲେ। ଏହାର ପ୍ରଭାବ କ'ଣ ପଡ଼ିଲା ସାମ୍ରାଜ୍ୟ ଉପରେ? ଏହାର ଦୁଇଟି ଦିଗ ଥିଲା। ଗୋଟିଏ ପଟେ ଏହା ଓଡ଼ିଶା ପାଇଁ ଏକ ଆଧ୍ୟାତ୍ମିକ ପୁନର୍ଜାଗରଣ ଆଣିଲା। ବୈଷ୍ଣବ ଧର୍ମର ଭକ୍ତିଧାରା ସାରା ଓଡ଼ିଶାରେ ବ୍ୟାପିଗଲା। ଜଗନ୍ନାଥ ସଂସ୍କୃତି ଆହୁରି ସମୃଦ୍ଧ ହେଲା। ପଞ୍ଚସଖା ଯୁଗର ଆରମ୍ଭ ହେଲା। ଓଡ଼ିଆ ସାହିତ୍ୟର ବିକାଶ ହେଲା। କିନ୍ତୁ ଏହାର ଆଉ ଗୋଟେ ଦିଗ ମଧ୍ୟ ଥିଲା, ଯାହା ରାଜନୀତିକ ଥିଲା। ଏବଂ ସେଇଟା କ'ଣ? ମୋ ମନକୁ ଗୋଟେ ପ୍ରଶ୍ନ ଆସୁଛି। ଯେତେବେଳେ ଜଣେ ରାଜା ସାମ୍ରାଜ୍ୟର ସୁରକ୍ଷା, ଯୁଦ୍ଧ ଆଉ କୂଟନୀତି ଛାଡ଼ି ଭକ୍ତିରେ ଏତେ ବୁଡ଼ିଯାଆନ୍ତି, ତାର ରାଜନୈତିକ ପରିଣାମ କ'ଣ ହୁଏ? ଏହା ହିଁ ପ୍ରତାପରୁଦ୍ର ଦେବଙ୍କ ଶାସନକାଳର ସବୁଠାରୁ ବଡ଼ ଦ୍ୱନ୍ଦ୍ୱ। ଭକ୍ତି ଆନ୍ଦୋଳନ ଅହିଂସା ଏବଂ ପ୍ରେମର ବାର୍ତ୍ତା ଦେଉଥିଲା। ଠିକ୍। କିନ୍ତୁ ଗୋଟେ ସାମ୍ରାଜ୍ୟକୁ ଟିକି ରଖିବା ପାଇଁ ସାମରିକ ଶକ୍ତି ଏବଂ କଠୋର ନିଷ୍ପତ୍ତିର ଆବଶ୍ୟକତା ଥାଏ। ଠିକ୍ ଏହି ସମୟରେ ଦକ୍ଷିଣରେ ବିଜୟନଗରର ରାଜା କୃଷ୍ଣଦେବରାୟ ବହୁତ ଶକ୍ତିଶାଳୀ ହୋଇ ଉଠିଥିଲେ। ପ୍ରତାପରୁଦ୍ର ଦେବଙ୍କୁ ତାଙ୍କ ସହ ଯୁଦ୍ଧ କରିବାକୁ ପଡ଼ିଥିଲା ଏବଂ କିଛି ଅଞ୍ଚଳ ହରାଇବାକୁ ମଧ୍ୟ ପଡ଼ିଥିଲା। ତେଣୁ କିଛି ଐତିହାସିକ ମତ ଦିଅନ୍ତି ଯେ ରାଜାଙ୍କର ଅତ୍ୟଧିକ ଧର୍ମ ପ୍ରତି ଆସକ୍ତି ବୋଧହୁଏ ସାମ୍ରାଜ୍ୟର ସାମରିକ ଶକ୍ତିକୁ କିଛି ମାତ୍ରାରେ ଦୁର୍ବଳ କରିଦେଇଥିଲା। ଆମେ ପତନ ବିଷୟରେ କଥା ହେବା ପୂର୍ବରୁ ମୁଁ ଜାଣିବାକୁ ଚାହୁଁଛି, ଏହି ବିଶାଳ ସାମ୍ରାଜ୍ୟର ପ୍ରଶାସନ ଚାଲୁଥିଲା କେମିତି? ଗଙ୍ଗାଠାରୁ କାବେରୀ ଏତେ ବଡ଼ ଅଞ୍ଚଳକୁ କେବଳ ଯୁଦ୍ଧ ଜିତି ଚଳାଇବା ତ ସମ୍ଭବ ନୁହେଁ। ଏହା ପଛର ମେସିନ୍ କ'ଣ ଥିଲା? ନିଶ୍ଚିତ, ସେମାନଙ୍କର ପ୍ରଶାସନିକ ଢାଞ୍ଚା ବହୁତ ସୁସଂଗଠିତ ଥିଲା। ଶୀର୍ଷରେ ଥିଲେ ରାଜା, ଯିଏ ଥିଲେ ସର୍ବୋଚ୍ଚ। ତାଙ୍କୁ ସାହାଯ୍ୟ କରିବା ପାଇଁ ଏକ ମନ୍ତ୍ରୀ ପରିଷଦ ଥିଲା। ଆଉ ସାମ୍ରାଜ୍ୟକୁ ଅନେକଗୁଡ଼ିଏ ପ୍ରଦେଶରେ ବିଭକ୍ତ କରାଯାଇଥିଲା, ଯାହାକୁ ଦଣ୍ଡପାଟ କୁହାଯାଉଥିଲା। ଦଣ୍ଡପଟ? ହଁ, ଆଉ ପ୍ରତ୍ୟେକ ଦଣ୍ଡପାଟର ମୁଖ୍ୟ ଥିଲେ ଜଣେ ରାଜ୍ୟପାଳ ବା ପରୀକ୍ଷା, ଯିଏ ସିଧା ରାଜାଙ୍କୁ ଉତ୍ତରଦାୟୀ ଥିଲେ। ଆଉ ଟିକେସ ଆଦାୟ ବ୍ୟବସ୍ଥା କେମିତି ଥିଲା?
ସେନାବାହିନୀ ପାଇଁ ଏତେ ଟଙ୍କା ଆସୁଥିଲା କେଉଁଠୁ? ରାଜସ୍ୱର ମୁଖ୍ୟ ଉତ୍ସ ଥିଲା ଜମି ଟିକସ। ଜମିର ଉର୍ବରତା ଅନୁସାରେ ଟିକସ ନିର୍ଦ୍ଧାରଣ କରାଯାଉଥିଲା। ଏହାଛଡ଼ା ବାଣିଜ୍ୟ, ବନ୍ଦର ଏବଂ ଜଙ୍ଗଲର ମଧ୍ୟ ରାଜସ୍ୱ ଆସୁଥିଲା। ଆଉ ସେନାବାହିନୀ କଥା କହିଲେ ସେମାନଙ୍କର ଏକ ବିଶାଳ ସ୍ଥାୟୀ ସେନା ଥିଲା। ଏଥିରେ ପଦାତିକ, ଅଶ୍ୱାରୋହୀ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏକ ଶକ୍ତିଶାଳୀ ହାତୀ ସେନା ଥିଲା। ସାରା ଭାରତରେ ସେମାନଙ୍କର ହାତୀ ସେନାର ଭୟ ଥିଲା। ଏହାଛଡ଼ା ଓଡ଼ିଶାର ବିଭିନ୍ନ ସ୍ଥାନରେ ମଜବୁତ ଦୁର୍ଗ ବା ଗଢ଼ମାନ ଥିଲା, ଯାହା ସୁରକ୍ଷା ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ମାନେ ଏହା ଏକ ବହୁତ ବ୍ୟବସ୍ଥିତ ସିଷ୍ଟମ ଥିଲା। ତେବେ ଆମ ପାଖରେ ଏକ ସୁସଂଗଠିତ ପ୍ରଶାସନ ଅଛି, ଏକ ବିଶାଳ ସାମ୍ରାଜ୍ୟ ଅଛି, ଏକ ଗଭୀର ସାଂସ୍କୃତିକ ପରିଚୟ ଅଛି, ତଥାପି ଏହାର ପତନ ହେଲା। ଆଉ ସେଇଟା ବି କୌଣସି ବଡ଼ ଯୁଦ୍ଧରେ ନୁହେଁ, ବରଂ ବହୁତ ଚୁପଚାପ ଭାବରେ। ଏହା କେମିତି ସମ୍ଭବ ହେଲା? ଏଇଟା ହିଁ ଓଡ଼ିଶା ଇତିହାସର ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ନାଟକୀୟ ମୂଳ। ପ୍ରତାପରୁଦ୍ର ଦେବଙ୍କ ମୃତ୍ୟୁ ପରେ ତାଙ୍କର ଉତ୍ତରାଧିକାରୀମାନେ ବହୁତ ଦୁର୍ବଳ ଥିଲେ। ରାଜପରିବାର ଭିତରେ କଳହ ଲାଗି ରହିଥିଲା। ଏହାର ଫାଇଦା ଉଠାଇଲେ ବାହାରର ଶତ୍ରୁ ଏବଂ ଭିତରର ଷଡ଼ଯନ୍ତ୍ରକାରୀମାନେ। ତାମାନେ ରାଜପରିବାର ଯେତେବେଳେ ଦୁର୍ବଳ ହଉଥିଲା, ପର୍ଦ୍ଦା ପଛରେ ଆଉ କେହି ଜଣେ ଶକ୍ତିଶାଳୀ ହେଉଥିଲା। ଏକଦମ ଠିକ୍। ଆଉ ସେହି ବ୍ୟକ୍ତି ଜଣକ କୌଣସି ବିଦେଶୀ ଆକ୍ରମଣକାରୀ କିମ୍ବା ପଡ଼ୋଶୀ ରାଜ୍ୟର ରାଜା ନଥିଲେ। ସେ ଥିଲେ ରାଜଦରବାର ଭିତରର ଜଣେ ଲୋକ, ପ୍ରତାପରୁଦ୍ର ଦେବଙ୍କର ଜଣେ ନିଜ ମନ୍ତ୍ରୀ, ଗୋବିନ୍ଦ ବିଦ୍ୟାଧର। ଜଣେ ମନ୍ତ୍ରୀ? ଏଇଟା ତ ବିଶ୍ୱାସ କରିହେଉନି। ଜଣେ ମନ୍ତ୍ରୀ କେମିତି ଏତେ ବଡ଼ ଗଜପତି ସାମ୍ରାଜ୍ୟକୁ ଓଲଟେଇ ଦେଲେ? ଏଇଠି ହିଁ କାହାଣୀର ଅସଲ ରହସ୍ୟ। ଯେତେବେଳେ ରାଜାମାନେ ଭକ୍ତି ଆଉ ରାଜପରିବାରର କଳହରେ ବ୍ୟସ୍ତ ଥିଲେ, ଗୋବିନ୍ଦ ବିଦ୍ୟାଧର ଧୀରେ ଧୀରେ ପ୍ରଶାସନ ଏବଂ ସେନାବାହିନୀ ଉପରେ ନିଜର ନିୟନ୍ତ୍ରଣ ବଢ଼ାଇ ଚାଲିଥିଲେ। ଆଚ୍ଛା। ସେ ଭୋଇ ବଂଶର ଥିଲେ, ଯେଉଁମାନେ ପରମ୍ପରାଗତ ଭାବେ ହିସାବପତ୍ର ରଖୁଥିବା କରଣ ସମ୍ପ୍ରଦାୟର ଥିଲେ। ସେ ନିଜର ବୁଦ୍ଧି, ଚତୁରତା ଏବଂ ରାଜନୀତିକ ଅଭିଳାଷ ବଳରେ କ୍ଷମତାର ଶୀର୍ଷକୁ ଯିବା ପାଇଁ ରାସ୍ତା ତିଆରି କରୁଥିଲେ। ତାପରେ 1541 ମସିହାରେ ସବୁକିଛି ବଦଳିଗଲା। ଆଉ ପରବର୍ତ୍ତୀ ରାଜା କୌଣସି ରାଜକୁମାର ନଥିଲେ। ନା, ସେ ଥିଲେ ସେହି ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର। ସେ ଶେଷ ଦୁର୍ବଳ ଗଜପତି ରାଜାଙ୍କୁ ହତ୍ୟା କରି ନିଜେ ସିଂହାସନ ଦଖଲ କଲେ। ଏହା ଥିଲା ଏକ ପ୍ରକାରର ଶାନ୍ତ ବିପ୍ଳବ ବା ସାଇଲେଣ୍ଟ coup। ବାପରେ। ହଁ, ଏହିପରି ଭାବେ ମହାନ କପିଳେନ୍ଦ୍ର ଦେବଙ୍କ ଦ୍ୱାରା ସ୍ଥାପିତ ସୂର୍ଯ୍ୟବଂଶୀ ରାଜବଂଶର ଅନ୍ତ ଘଟିଲା। ଆଉ ଆରମ୍ଭ ହେଲା ଭୋଇ ରାଜବଂଶର। ଗୋଟେ ରାଜବଂଶ ଯାହା ରାଜକୀୟ ରକ୍ତରୁ ନୁହେଁ, ବରଂ ରାଜନୈତିକ ଷଡ଼ଯନ୍ତ୍ରରୁ ଜନ୍ମ ନେଇଥିଲା। ଏହି ଘଟଣା ଓଡ଼ିଶାର ସାମ୍ରାଜ୍ୟବାଦୀ ଯୁଗର ଶେଷକୁ ସୂଚାଉଥିଲା। ହଁ, ଏହା ଓଡ଼ିଶାର ସୁବର୍ଣ୍ଣ ଯୁଗର ଅନ୍ତ ଥିଲା। ଏହାପରେ ଓଡ଼ିଶା ଧୀରେ ଧୀରେ ଆଫଗାନ, ମୁଗଲ ଏବଂ ମରାଠାମାନଙ୍କ ଆକ୍ରମଣର ଶିକାର ହେଲା ଏବଂ ନିଜର ସ୍ୱାଧୀନତା ହରାଇଲା। ଏହି ଆଲୋଚନା ଶେଷରେ କିଛି ବଡ଼ ପ୍ରଶ୍ନ ମନରେ ରହିଯାଉଛି। କ'ଣ ପ୍ରତାପରୁଦ୍ର ଦେବଙ୍କର ଗଭୀର ଭକ୍ତି ହିଁ ତାଙ୍କ ବଂଶର ପତନର ବୀଜ ବୁଣିଥିଲା? ତାଙ୍କର ଆଧ୍ୟାତ୍ମିକତା ପ୍ରତି ଧ୍ୟାନ କ'ଣ ତାଙ୍କୁ ନିଜ ଦରବାରରେ ଚାଲିଥିବା ରାଜନୈତିକ ଷଡ଼ଯନ୍ତ୍ର ପ୍ରତି ଅନ୍ଧ କରିଦେଇଥିଲା? ଏହା ଏକ ଏମିତି ବିତର୍କ ଯାହା ଐତିହାସିକମାନେ ଆଜି ବି କରନ୍ତି। ଆଉ ଏହା ଏକ ବଡ଼ ପ୍ରଶ୍ନ ମଧ୍ୟ ସୃଷ୍ଟି କରେ। ଏହି ଆଭ୍ୟନ୍ତରୀଣ ପତନ ପରେ ଜଗନ୍ନାଥଙ୍କ ରାଜ୍ୟର କ'ଣ ହେଲା? ଓଡ଼ିଶା କାହିଁକି ପୁଣି କେବେ ସେଭଳି ସାମ୍ରାଜ୍ୟର ଗୌରବ ଫେରି ପାଇଲା ନାହିଁ? ସେହି କାହାଣୀ ବୋଧହୁଏ ଆଉ ଏକ ଗଭୀର ଆଲୋଚନାର ଅପେକ୍ଷା ରଖେ। ଏହି ପ୍ରଶ୍ନଗୁଡ଼ିକ ସହିତ ଆଜିର ଏହି ବିଶ୍ଳେଷଣକୁ ଏଠି ଶେଷ କରୁଛୁ।